ସାଙ୍ଗମାନେ ଆଜି ଶୁକ୍ରବାରରେ ଆମର ଆଜି ରୋଷେଇ ହେଇଛି। ଏଠି ଦେଖିପାରୁଥିବେ ମାଛ ଝୋଳ, ଭାକୁର ମାଛ ଝୋଳ। ବୋଉ ଦେଖ 5 ମିନିଟ୍ ବସି ପଇଲା ଝୋଳଟା କେମିତି ଦେଖାଯାଉଛି। ବଢ଼ିଆ ଦେଖାଯାଉନି? ପୁରା ନାଲିଆ ମାଛ ଝୋଳ ରହିଲା। ଏପଟେ ରହିଲା ସଜନା ଶାଗ ଭଜା, ପିଆଜ ପଡ଼ିଛି। ଆଉ କ'ଣ ପକେଇଛ ଏଥିରେ? ପିଆଜ। ଆଉ ଏପଟେ ରହିଲା ଆଳୁ ଭର୍ତ୍ତା, ଡାଲି। ଆଉ ଏଇଟା ତ ଆମର ଯାହାହେଲେ ବି ଦରକାର। ଆଉ ପାଗ ପାଣିଟା ଯାହାହେଲେ ଦରକାର ନିଶ୍ଚିନ୍ତ। ସେ ତେଣିକି ଆଇଁଷ ହଉ ସାଧା ହଉ ଯାହା ବି ହଉ, ଯାହା ହଉଛି ବଡ଼ି ଭଜା ପୁଣି ସାଙ୍ଗରେ ଅଛି, ପିଆଜ ଅଛି, ଲୁଣ ଲଙ୍କା ଇତ୍ୟାଦି ଇତ୍ୟାଦି। ଏଇଟା ହିଁ ମେନ୍ ଜିନିଷ। ଖରାଦିନେ ଖାଲି ଏଇଟା ଖାଲି ପାଖରେ ଥୋଇ ଦେଇକି ପଖାଳ, ଆଉ କିଛି ଦରକାର ନାହିଁ। କିଛି ଦରକାର ନାହିଁ। ନିରଳା ଦିନ ସାରା ଶୋଇବ ଖାଲି ଖାଇଦେଇକି। ବଢିଆ। ଏଇଗୁରା ଖାଲି ନା ଖିଆ ହଉଛି। ତମେ ତ ବୁଝୁନ, ମନା କରୁଛି ଆଇଁଷ ଛାଡ଼ି ଦିଅ ମୋରି ଭଳିଆ, ଛାଡୁନା। ଆଉ କାହିଁ ଠାକୁର ଡୋରି ଲଗଉଛନ୍ତି ମତେ, କାହିଁ ତ ଗୋଟେ ଘୃଣା କରୁନାହାନ୍ତି। ଲଗେଇବେ ଡୋରି ଲଗେଇବେ। ଯେତେବେଳେ ଡୋରି ଲଗେଇ ଦେବେ ପଛପଟୁ ଯେତେବେଳେ ମହୁ ଝରିବ ତାପରେ ତମେ ଛାଡ଼ିଦବ। ସେତିକି ବେଳେ ଛାଡ଼ିବି, ତା ପୂର୍ବରୁ ମୁଁ ଛାଡ଼ି ପାରିବି ନା। ନାଇଁ ରେ ପୁଅ, ଠାକୁରଙ୍କୁ କହନି, ଠାକୁର ନ ଜାଣନ୍ତୁ ମୁଁ ଖାଉଥାଏ।